ନୀତିବଚନ ପୁସ୍ତକ ଅଧ୍ୟାୟ 28। କେହି କେବେ ପଶ୍ଚାତ୍ଧାବନ କରୁନଥିବା ବେଳେ ଜଣେ ଦୁଷ୍ଟ ବ୍ୟକ୍ତି ପଳାୟନ କରେ, କିନ୍ତୁ ନୀତିନିଷ୍ଠ ବ୍ୟକ୍ତି ସିଂହ ସଦୃଶ୍ୟ ନିର୍ଭୀକ ଥାଏ। ଅପରାଧ ବୃଦ୍ଧିପ୍ରାପ୍ତ ହେବା କାଳରେ ଦେଶର ଅଧିପତିଗଣ ଅନେକ ହୁଅନ୍ତି, କିନ୍ତୁ ବୁଦ୍ଧି ତଥା ଜ୍ଞାନ ସମ୍ପନ୍ନ ବ୍ୟକ୍ତିଗଣ ତାହାର ସ୍ଥିରତା ସଂରକ୍ଷଣ କରନ୍ତି। ଯେଉଁ ଦରିଦ୍ର ଲୋକ ନିର୍ଦ୍ଧନମାନଙ୍କୁ ଉତ୍ପୀଡ଼ନା କରେ, ସେ ଫସଲ ବିନାଶକାରୀ ବୃଷ୍ଟିପାତ ସଦୃଶ ଅଟେ। ଯେଉଁମାନେ ବିଧାନ ତ୍ୟାଗ କରନ୍ତି, ସେମାନେ ଦୁଷ୍ଟ ଲୋକକୁ ପ୍ରଶଂସା କରନ୍ତି, କିନ୍ତୁ ବିଧାନର ପାଳକମାନେ ସେମାନଙ୍କୁ ବିରୋଧ କରନ୍ତି। ଅନିଷ୍ଟକାରୀମାନେ ନୀତିନିଷ୍ଠାର ଅଜ୍ଞ ଅଟନ୍ତି, କିନ୍ତୁ ପ୍ରଭୁଙ୍କ ସନ୍ଧାନକାରୀମାନେ ତାହା ସମ୍ପୂର୍ଣ୍ଣ ଭାବେ ବୁଝନ୍ତି। ଜଣେ ବିଭ୍ରାନ୍ତ ଧନଶାଳୀ ଅପେକ୍ଷା ଜଣେ ସଦାଚାରୀ ନିର୍ଦ୍ଧନ ଅଧିକ ଶ୍ରେଷ୍ଠ। ଯିଏ ବିଧାନ ପାଳନ କରେ, ସେ ଜଣେ ବିଜ୍ଞ ପୁତ୍ର, କିନ୍ତୁ ଯିଏ ଉଦରାମ୍ଭାରୀ ବ୍ୟକ୍ତିମାନଙ୍କ ସହଗାମୀ, ସେ ନିଜ ପିତାଙ୍କୁ ଅପମାନିତ କରେ। ଯିଏ ସୁଧ ତଥା ଅନ୍ୟାୟତା ଦ୍ୱାରା ନିଜ ସମ୍ପଦ ପରିବର୍ଦ୍ଧିତ କରେ, ନିର୍ଦ୍ଧନମାନଙ୍କ ପ୍ରତି ଦୟା ପ୍ରଦର୍ଶନ କରୁଥିବା ଜଣେ ବ୍ୟକ୍ତି ପାଇଁ ସେ ତାହା ଆଦାୟ କରେ। ବିଧାନର ଶ୍ରବଣରୁ ଯିଏ ନିଜ କର୍ଣ୍ଣକୁ ବିମୁଖ କରେ, ତାର ପ୍ରାର୍ଥନା ମଧ୍ୟ ଘୃଣ୍ୟ। ନୀତିନିଷ୍ଠ ବ୍ୟକ୍ତିମାନଙ୍କୁ ଯିଏ ମନ୍ଦ ପଥରେ ଯିବା ପାଇଁ ବିଭ୍ରାନ୍ତ କରେ, ସେ ନିଜ ଦ୍ୱାରା ଖୋଳାଯାଇଥିବା ଗର୍ତ୍ତରେ ପଡ଼ିବ। କିନ୍ତୁ ନିଷ୍କଳଙ୍କ ବ୍ୟକ୍ତିଗଣ ସୌଭାଗ୍ୟ ଅଧିକାର କରିବେ। ଜଣେ ଧନଶାଳୀ ନିଜକୁ ଜ୍ଞାନୀ ସ୍ୱରୂପ ମନେ କରେ, କିନ୍ତୁ ଜଣେ ଜ୍ଞାନସମ୍ପନ୍ନ ନିର୍ଦ୍ଧନ ବ୍ୟକ୍ତି ତାର ପରିଚୟ ପାଇବ। ନୀତିନିଷ୍ଠ ବ୍ୟକ୍ତିଗଣ ଜୟଯୁକ୍ତ ହେବାବେଳେ ମହାନନ୍ଦ ହୁଏ, କିନ୍ତୁ ଦୁଷ୍ଟ ବ୍ୟକ୍ତିମାନଙ୍କ ଉନ୍ନତିରେ ଲୋକେ ନିଜ ନିଜକୁ ଲୁକ୍କାୟିତ କରନ୍ତି। ଯିଏ ନିଜର ଅପରାଧକୁ ଗୋପନ କରି ରଖେ, ସେ ଐଶ୍ୱର୍ଯ୍ୟ ଛାଡ଼ି ହେବ ନାହିଁ, କିମ୍ବା ତାହାର ସ୍ୱୀକାର କରି ଯିଏ ତାକୁ ପରିତ୍ୟାଗ କରେ, ସେ ଦୟା ଲାଭ କରିବ। ଯିଏ ପ୍ରଭୁଙ୍କ ପ୍ରତି ସର୍ବଦା ଭୟଭକ୍ତି ପ୍ରଦର୍ଶନ କରନ୍ତି, ସେ ଧନ୍ୟ, କିନ୍ତୁ ଯିଏ ସ୍ୱହୃଦୟକୁ କଠିନମୟ କରେ, ସେ ବିପଦରେ ପଡ଼ିବ। ଦରିଦ୍ରମାନଙ୍କ ଉପରେ କର୍ତ୍ତୃତ୍ୱ ବିସ୍ତାର କରୁଥିବା ଜଣେ ଦୁଷ୍ଟ ରାଜା ଗୋଟିଏ ଗର୍ଜନକାରୀ ସିଂହ କିମ୍ବା କ୍ଷୁଧାରେ ଭ୍ରମଣକାରୀ ଭଲ୍ଲୁକ ସଦୃଶ ଅଟେ। ଜଣେ ବୁଦ୍ଧିହୀନ ରାଜା ଏକ ନିଷ୍ଠୁର ଉତ୍ପୀଡ଼କ, କିନ୍ତୁ ଯିଏ ଅନ୍ୟାୟ ଆୟକୁ ଘୃଣା କରେ, ତାର ଆୟୁଷ ଦୀର୍ଘ ହେବ। କୌଣସି ବ୍ୟକ୍ତିର ରକ୍ତପାତର ପାପ ଭାର ଯିଏ ବହନ କରେ, ସେ ମୃତ୍ୟୁ ପର୍ଯ୍ୟନ୍ତ ଜଣେ ପଳାତକ ସଦୃଶ ହେଉ, କେହି କେବେ ତାକୁ ସାହାଯ୍ୟ ନ କରୁ। ଯିଏ ନୀତିନିଷ୍ଠ ପଥରେ ବିଚରଣ କରେ, ସେ ସୁରକ୍ଷିତ ଅଟେ, କିନ୍ତୁ ଯିଏ ବିପଥଗାମୀ, ସେ ଗର୍ତ୍ତରେ ପଡ଼ିବ। ଯିଏ ନିଜ କ୍ଷେତରେ କର୍ଷଣ କରେ, ସେ ପ୍ରଚୁର ଖାଦ୍ୟ ଲାଭ କରିବ, କିନ୍ତୁ ଯିଏ ଅନୁପଯୋଗୀ ଶ୍ରମରେ ଲିପ୍ତ, ସେ ଘୋର ଦୁର୍ଭିକ୍ଷ ଭୋଗ କରିବ। ଜଣେ ବିଶ୍ୱସ୍ତ ବ୍ୟକ୍ତି ପ୍ରଚୁର ଆଶୀଷ ପ୍ରାପ୍ତ ହେବ, କିନ୍ତୁ ଯିଏ ଧନଶାଳୀ ହେବା ପାଇଁ ତ୍ୱରାନ୍ୱିତ ହୁଏ, ସେ ଅଦଣ୍ଡିତ ହୋଇ ରହିବ ନାହିଁ। ପକ୍ଷପାତିତା ଦର୍ଶାଇବା ଉତ୍ତମ ନୁହେଁ, ତଥାପି ଖଣ୍ଡିଏ ରୁଟି ପାଇଁ ମନୁଷ୍ୟ ଦୋଷ କରିବ। ଜଣେ କୃପଣ ଦ୍ରୁତ ଗତିରେ ସମ୍ପଦର ପଶ୍ଚାତ୍ଧାବନ କରେ, କିନ୍ତୁ ସେ ଜାଣେ ନାହିଁ ଯେ ଅଭାବ ତାକୁ ଆକ୍ରମଣ କରିବ। ଯିଏ ତୋଷାମଦ କରେ, ତା ଅପେକ୍ଷା ଯିଏ ଅନ୍ୟ ଜଣକୁ ଭର୍ତ୍ସନା କରେ, ସେ ପରିଶେଷରେ ଅଧିକ ପ୍ରୀତି ପ୍ରାପ୍ତ ହେବ। ନିଜ ପିତା ଓ କିମ୍ବା ମାତାମାନଙ୍କଠାରୁ ଅପହରଣ କଲା ପରେ ଯିଏ କହେ, ଏଥିରେ କୌଣସି ଦୋଷ ନାହିଁ, ସେ ସଂହାରକର ସହଗାମୀ ଅଟେ। ଜଣେ ଅତ୍ୟାଗ୍ରହୀ ବ୍ୟକ୍ତି କଳହ ସୃଷ୍ଟି କରେ, କିନ୍ତୁ ଯିଏ ପ୍ରଭୁଙ୍କଠାରେ ଆସ୍ଥା ସ୍ଥାପନ କରେ, ସେ ଐଶ୍ୱର୍ଯ୍ୟଶାଳୀ ହେବ। ନିଜ ବିବେଚନା ଶକ୍ତିରେ
ଯିଏ ଆସ୍ଥା ସ୍ଥାପନ କରେ ସେ ଜଣେ ମୂଢ଼, କିନ୍ତୁ ଯିଏ ପ୍ରଜ୍ଞାର ପଥ ଦେଇ ବିଚରଣ କରେ ସେ ରକ୍ଷା ପାଇବ। ଯିଏ ଦରିଦ୍ରମାନଙ୍କୁ ଦାନ କରେ ସେ ଅଭାବରେ ପଡ଼ିବ ନାହିଁ, କିନ୍ତୁ ଯିଏ ସେମାନଙ୍କ ପ୍ରତି ନିଜ ଚକ୍ଷୁକୁ ରୁଦ୍ଧ କରେ ସେ ବହୁ ଅଭିଶାପର ପାତ୍ର ହେବ। ଦୁଷ୍ଟ ବ୍ୟକ୍ତିମାନଙ୍କ ଉନ୍ନତି କାଳରେ ଲୋକେ ନିଜ ନିଜକୁ ଲୁକାୟିତ କରି ରଖନ୍ତି, କିନ୍ତୁ ସେମାନେ ଯେବେ ବିନାଶ ହୁଅନ୍ତି ତେବେ ନୀତିନିଷ୍ଠ ବ୍ୟକ୍ତିଗଣ ବୃଦ୍ଧିପ୍ରାପ୍ତ ହୁଅନ୍ତି। ଅଧ୍ୟାୟ 29। ବାରମ୍ବାର ତିରସ୍କୃତ ହେବା ସତ୍ତ୍ୱେ ଯିଏ ଅନମନୀୟ ହୋଇ ରହେ, ଆକସ୍ମିକ ତଥା ଉଦ୍ଧାର ବିହୀନ ଭାବେ ତାର ପତନ ସଂଘଟିତ ହେବ। ନୀତିନିଷ୍ଠ ବ୍ୟକ୍ତିଗଣ ଶାସନ କରିବା ବେଳେ ଜନତା ଆନନ୍ଦିତ ହୁଅନ୍ତି, କିନ୍ତୁ ଦୁଷ୍ଟ ବ୍ୟକ୍ତିମାନଙ୍କ ରାଜତ୍ୱ କାଳରେ ଲୋକେ ବିଳାପ କରନ୍ତି। ଯିଏ ପ୍ରଜ୍ଞାର ସ୍ନେହୀ ସେ ନିଜ ପିତାଙ୍କୁ ସନ୍ତୁଷ୍ଟ କରେ, କିନ୍ତୁ ଯିଏ ଗଣିକାମାନଙ୍କଠାରେ ଅନୁରକ୍ତ ସେ ତାଙ୍କ ସମ୍ପଦକୁ ଅପବ୍ୟୟ କରେ। ରାଜା ନ୍ୟାୟପରାୟଣତା ଦ୍ୱାରା ରାଜ୍ୟଟିକୁ ସୁସ୍ଥିର କରନ୍ତି, କିନ୍ତୁ ଯିଏ ବଳ ପ୍ରୟୋଗ ପୂର୍ବକ ଉପହାର ଦାବି କରେ ସେ ତାହାକୁ ବିନାଶ କରେ। ଯିଏ ନିଜ ପ୍ରତିବେଶୀକୁ ତୋଷାମଦ କରେ ସେ ତାର ପାଦ ପାଇଁ ଏକ ଜାଲ ବିସ୍ତାର କରେ। ଦୁଷ୍ଟ ବ୍ୟକ୍ତିର ଅପରାଧ ସମୂହ ତାକୁ ଫାଶରେ ପକାଏ, କିନ୍ତୁ ଜଣେ ନୀତିନିଷ୍ଠ ବ୍ୟକ୍ତି ଗାନ ତଥା ଆନନ୍ଦ କରେ। ଜଣେ ଧାର୍ମିକ ବ୍ୟକ୍ତି ଦରିଦ୍ରମାନଙ୍କ ଗୁହାରି ବିଷୟ ଜାଣେ, କିନ୍ତୁ ଦୁଷ୍ଟ ବ୍ୟକ୍ତିଗଣ ତାହା ବୁଝନ୍ତି ନାହିଁ। ଉପହାସକମାନେ ନଗରୀଟିକୁ ପ୍ରଜ୍ୱଳିତ କରନ୍ତି, କିନ୍ତୁ ବିଜ୍ଞ ବ୍ୟକ୍ତିମାନେ କ୍ରୋଧ ନିବାରଣ କରନ୍ତି। ଜଣେ ବିଜ୍ଞ ବ୍ୟକ୍ତି ଯେବେ କୌଣସି ମୂଢ଼ ଲୋକ ସହ ତର୍କ କରେ, ତେବେ ସେହି ମୂଢ଼ ଲୋକ କେବଳ କ୍ରୁଦ୍ଧ ହୁଏ ଓ ହାସ୍ୟ କରେ, କିନ୍ତୁ ପରିଶେଷରେ ଶାନ୍ତି ନାହିଁ। ରକ୍ତ ପିପାସୁ ବ୍ୟକ୍ତିଗଣ ନିର୍ଦ୍ଦୋଷୀକୁ ଘୃଣା କରନ୍ତି ଓ ଦୁଷ୍ଟ ବ୍ୟକ୍ତିଗଣ ତାର ଜୀବନକୁ ସ୍ୱୀକାର କରନ୍ତି। ଜଣେ ଦୁଷ୍ଟ ବ୍ୟକ୍ତି ତାର କୋପକୁ ପୂର୍ଣ୍ଣ ଭାବେ ପ୍ରକାଶ କରେ, କିନ୍ତୁ ଜଣେ ବିଜ୍ଞ ବ୍ୟକ୍ତି ତାହାକୁ ଧୈର୍ଯ୍ୟ ସହକାରେ ନିୟନ୍ତ୍ରଣ କରେ। ଜଣେ ଶାସନକର୍ତ୍ତା ଯଦି ମିଥ୍ୟା ପ୍ରତି କର୍ଣ୍ଣପାତ କରେ, ତେବେ ତାଙ୍କର ସମସ୍ତ ସେବକ ଦୁଷ୍ଟ ହେବେ। ଜଣେ ଦରିଦ୍ର ଓ ତାର ଉତ୍ପୀଡ଼କ ଏକ ବିଷୟରେ ସମତୁଲ୍ୟ ଅଟନ୍ତି। ଉଭୟଙ୍କ ଚକ୍ଷୁକୁ ପ୍ରଭୁ ପ୍ରଦୀପ୍ୟମାନ କରନ୍ତି। ଜଣେ ରାଜା ଯଦି ଦରିଦ୍ରମାନଙ୍କ ପ୍ରତି ନ୍ୟାୟସଙ୍ଗତ ଭାବେ ବିଚାର କରନ୍ତି, ତେବେ ତାଙ୍କର ସିଂହାସନ ସ୍ୱୟଂ ପ୍ରତିଷ୍ଠିତ ହେବ। ଯଷ୍ଟି ତଥା ଭର୍ତ୍ସନା ଜ୍ଞାନ ପ୍ରଦାନ କରେ, କିନ୍ତୁ ସ୍ୱଇଚ୍ଛା ମୁତାବକ ବୁଲିବା ପାଇଁ ପରିତ୍ୟକ୍ତ ଜଣେ ଶିଶୁ ତାର ପିତାଙ୍କ ପ୍ରତି ଅପମାନ ଘଟାଏ। ଦୁଷ୍ଟ ବ୍ୟକ୍ତିଗଣ କର୍ତ୍ତୃତ୍ୱ ବିସ୍ତାର କରିବା ବେଳେ ଅପରାଧର ବୃଦ୍ଧି ହୁଏ, କିନ୍ତୁ ନୀତିନିଷ୍ଠ ବ୍ୟକ୍ତିଗଣ ସେମାନଙ୍କ ପତନର ଦର୍ଶନ ଲାଭ କରିବେ। ତୁମ ପୁତ୍ରକୁ ସଂଶୋଧନ କର ଓ ସେ ତୁମର ମନକୁ ଶାନ୍ତି ପ୍ରଦାନ କରିବ। ସେ ତୁମର ହୃଦୟକୁ ସନ୍ତୁଷ୍ଟ କରିବ। ଯେଉଁଠାରେ ପ୍ରବଚନ ବାଣୀ ଉଦ୍ଘୋଷିତ ନ ହୁଏ ସେଠାରେ ଲୋକେ ନିୟନ୍ତ୍ରଣାତୀତ ହୁଅନ୍ତି, କିନ୍ତୁ ଯିଏ ବିଧାନକୁ କାର୍ଯ୍ୟକାରୀ କରେ ସେ ଧନ୍ୟ। କେବଳ ବାକ୍ୟ ଦ୍ୱାରା ଦାସ ସଂଶୋଧିତ ହୁଏ ନାହିଁ, କାରଣ ଯଦିଓ ସେ ବୁଝିନିଏ ତଥାପି ସେ ତାହା ପ୍ରତି ମନୋଯୋଗ ଦିଏ ନାହିଁ। ତୁମେ କ'ଣ ଜଣେ ଅମିତଭାଷୀକୁ ଦେଖିନାହଁ? ତା ଅପେକ୍ଷା ଜଣେ ମୂଢ଼ ବ୍ୟକ୍ତି ବିଷୟରେ ଅଧିକ ପ୍ରତ୍ୟାଶା ରହିଛି। ଯିଏ ନିଜ ଦାସକୁ ଶୈଶବ କାଳରୁ ଅଧିକ ପ୍ରଶ୍ରୟ ଦିଏ ସେ ପରିଶେଷରେ ତାର ଉତ୍ତରାଧିକାରୀ ହେବ। ଜଣେ ରସାକୁଳ ବ୍ୟକ୍ତି କଳହ ସୃଷ୍ଟି କରେ ଓ ଜଣେ କୋପାସକ୍ତ ବ୍ୟକ୍ତି ବହୁ ଦୋଷର କାରଣ ହୁଏ। ଜଣେ ମନୁଷ୍ୟର ଅହଙ୍କାର ତାକୁ ନମିତ କରିବ, କିନ୍ତୁ ଯିଏ ଆତ୍ମାରେ ବିନୟଶୀଳ ସେ ସମ୍ମାନାସ୍ପଦ ହେବ।
ଜଣେ ତସ୍କରର ଭାଗିଦାର ନିଜ ଜୀବନକୁ ଘୃଣା କରେ। ଯଦିଓ ସେ ଅଭିଶାପ ବାକ୍ୟ ଶୁଣେ, ତଥାପି ସେ କିଛି ହିଁ ପ୍ରକାଶ କରେ ନାହିଁ। ମନୁଷ୍ୟ ପ୍ରତି ଭୀତି ଏକ ଫାଶ ଅଟେ, କିନ୍ତୁ ଯିଏ ପ୍ରଭୁଙ୍କ ଠାରେ ଆସ୍ଥା ସ୍ଥାପନ କରେ ସେ ସୁରକ୍ଷିତ। ଅନେକ ଜଣେ ଶାସକକର୍ତ୍ତାଙ୍କ ପ୍ରୀତି ଲାଭ କରିବା ପାଇଁ ଉଦ୍ୟତ ହୁଅନ୍ତି, କିନ୍ତୁ ମନୁଷ୍ୟ ପ୍ରଭୁଙ୍କ ଠାରୁ ନ୍ୟାୟ ବିଚାର ପ୍ରାପ୍ତ ହୁଏ। ଜଣେ ଅଧାର୍ମିକ ଲୋକ ନୀତିନିଷ୍ଠ ବ୍ୟକ୍ତି ପ୍ରତି ଘୃଣ୍ୟ, କିନ୍ତୁ ଯାହାର ପଥ ନ୍ୟାଯ୍ୟ ସେ ଦୁଷ୍ଟ ଲୋକ ପ୍ରତି ଘୃଣ୍ୟ। ଅଧ୍ୟାୟ 30। ଆଗୁରର ନୀତି ବଚନ। ଜାକେର ପୁତ୍ର ଆଗୁର ବାକ୍ୟ ଅର୍ଥାତ୍ ଦୈବ ବାଣୀ ଇଥିଏଲ ଇଥିଏଲ ଓ ଉକାଲକୁ ସେ କହେ, ମନୁଷ୍ୟ ରୂପେ ବିବେଚିତ ହେବା ପାଇଁ ମୁଁ ଅବଶ୍ୟ ଜଣେ ମୂଢ଼ ବ୍ୟକ୍ତି। ମାନବୀୟ ବୁଦ୍ଧିଶକ୍ତି ମୋର ନାହିଁ। ମୁଁ ପ୍ରଜ୍ଞାର ଶିକ୍ଷା ପ୍ରାପ୍ତ ହୋଇନାହିଁ କିମ୍ବା ପବିତ୍ର ଜଣଙ୍କର ସମ୍ବନ୍ଧୀୟ ଜ୍ଞାନ ମଧ୍ୟ ମୁଁ ଲାଭ କରିନାହିଁ। ସ୍ୱର୍ଗକୁ କିଏ ବା ଆରୋହଣ କରିଅଛି ଓ ସେଠାରୁ ଅବରୋହଣ କରିଅଛି? କିଏ ବା ନିଜ ମୁଷ୍ଟିରେ ବାୟୁ ସଂଗ୍ରହ କରିଅଛି? କିଏ ଜଳରାଶିକୁ ନିଜ ପୋଷାକରେ ବାନ୍ଧିଅଛି? କିଏ ଧରଣୀର ସୀମା ସରହଦକୁ ସଂସ୍ଥାପନ କରିଅଛି? ତାହାଙ୍କ ନାମ ବା କ'ଣ? ତାହାଙ୍କ ପୁତ୍ରଙ୍କ ନାମ କ'ଣ? ତୁମେ ଅବଶ୍ୟ ଏହା ଜାଣୁଅଛ। ଈଶ୍ୱରଙ୍କର ପ୍ରତ୍ୟେକ ବଚନ ସତ୍ୟ ଅଟେ। ଯିଏ ତାହାଙ୍କଠାରେ ଆଶ୍ରୟ ନିଏ, ସେମାନଙ୍କ ପାଇଁ ସେ ଏକ ଢାଲ ସଦୃଶ ଅଟନ୍ତି। ତାହାଙ୍କ ବଚନ ସହ କିଛି ସମ୍ପୃକ୍ତ କର ନାହିଁ, କାରଣ ସଂଯୁକ୍ତ କଲେ ସେ ତୁମକୁ ଭର୍ତ୍ସନା କରିବେ ଓ ତୁମେ ମିଥ୍ୟାବାଦୀ ସଦୃଶ ପରିଗଣିତ ହେବ। ମୁଁ ତୁମଠାରୁ ଗୋଟିଏ କାର୍ଯ୍ୟ ପ୍ରତି ପ୍ରାର୍ଥନା କରେ। ମୁଁ ମୃତ୍ୟୁବରଣ କରିବା ପୂର୍ବରୁ ତୁମେ ତାହା ମୋତେ ନିଷେଧ କର ନାହିଁ। କପଟତା ତଥା ମିଥ୍ୟା ମୋ ଦ୍ୱାରା ମୋ ଠାରୁ ଦୂର କର। ମୋତେ ଦାରିଦ୍ର୍ୟ କିମ୍ବା ସମ୍ପଦ ପ୍ରଦାନ କର ନାହିଁ, ବରଂ ମୋ ପ୍ରତି ଆବଶ୍ୟକ ଖାଦ୍ୟ ଦେଇ ମୋତେ ଆପ୍ୟାୟିତ କର। ନଚେତ୍ ତୃପ୍ତ ହୋଇ ତୁମର ଅସ୍ୱୀକାର ପୂର୍ବକ ମୁଁ କହିପାରେ, ପ୍ରଭୁ ବା କ'ଣ? କିମ୍ବା ନିର୍ଦ୍ଧନ ହୋଇ ମୁଁ ଚୋରି କରିପାରେ ଓ ସେହିପରି ମୋ ଈଶ୍ୱରଙ୍କ ନାମକୁ ମୁଁ ଅପବିତ୍ର କରିପାରେ। ଜଣେ ଦାସକୁ ତାର ମୁନିବଙ୍କ ନିକଟରେ ଅପବାଦ କର ନାହିଁ, କଲେ ସେ ତୁମକୁ ଅଭିଶାପ ଦେଇପାରେ ଓ ଫଳରେ ତୁମେ ଦୋଷୀ ସାବ୍ୟସ୍ତ ହୋଇପାର। ଏପରି କେତେକ ଅଛନ୍ତି ଯେଉଁମାନେ ସେମାନଙ୍କ ପିତାଙ୍କୁ ଅଭିଶାପ ଦିଅନ୍ତି ଓ ସେମାନଙ୍କ ମାତାଙ୍କୁ ଆଶୀଷ ଜ୍ଞାପନ କରୁନାହାନ୍ତି। ଏପରି ଅନ୍ୟ କେତେ ଜଣ ଅଛନ୍ତି ଯେଉଁମାନେ ନିଜକୁ ନିର୍ମଳ ମନେ କରନ୍ତି, କିନ୍ତୁ ସେମାନଙ୍କ ପଙ୍କିଳତାକୁ ସେମାନେ ଧୌତ କରିନାହାନ୍ତି। ଏପରି କେତେକ ଅଛନ୍ତି ଯେଉଁମାନେ ଉଦ୍ଧତ ଚକ୍ଷୁ ବିଶିଷ୍ଟ ଅଟନ୍ତି, ସେମାନଙ୍କ ଆଖିପତା କେଉଁଭଳି ଗର୍ବିତ ଅଟେ। ଏପରି କେତେ ଜଣ ଅଛନ୍ତି ଯେଉଁମାନଙ୍କ ଦନ୍ତ ଖଡ଼୍ଗ ତଥା ଛୁରିକା ସଦୃଶ। ସେମାନେ ଦରିଦ୍ରମାନଙ୍କୁ ଗ୍ରାସ କରି ସେମାନଙ୍କୁ ଭୂପୃଷ୍ଠରୁ ନିଶ୍ଚିହ୍ନ କରନ୍ତି ଓ ଦିନହୀନମାନଙ୍କୁ ମାନବମାନଙ୍କ ମଧ୍ୟରେ ନିର୍ମୂଳ କରନ୍ତି। ଜୋକର 2 ଜଣ କନ୍ୟା ଅଛନ୍ତି, ସେମାନେ ଚିତ୍କାର କରନ୍ତି, ଦିଅ ଦିଅ। କେବେ ହେଁ ପରିତୃପ୍ତ ହେଉନଥିବା 3ଟି ବିଷୟ ଅଛି। ଏହା ଯେ ଯଥେଷ୍ଟ। 4ଟି ବିଷୟ କେବେ ହେଁ ଏପରି କହେ ନାହିଁ। ପାତାଳ, ବନ୍ଧ୍ୟା ଗର୍ଭ, ଜଳପାନ ପାଇଁ ସର୍ବଦା ତୃଷାର୍ତ୍ତ ଭୂମି ଓ ଯଥେଷ୍ଟ ବୋଲି କେବେ ହେଁ କହୁନଥିବା ଅଗ୍ନି। ଯେଉଁ ଚକ୍ଷୁ ନିଜ ପିତାଙ୍କୁ ଉପହାସ କରେ ଓ ଅବମାନନା ପୂର୍ବକ ନିଜ ମାତାଙ୍କର ଅବାଧ୍ୟ ହୁଏ, ତାହାକୁ ଉପତ୍ୟକାର ଡାମରା କାଉମାନେ ଥଣ୍ଟରେ ଖୁମ୍ପିବେ ଓ ଶାଗୁଣାମାନେ ଆହାର କରିବେ। 3ଟି କାର୍ଯ୍ୟ ମୋ ନିମନ୍ତେ ଅତିଶୟ ଆଶ୍ଚର୍ଯ୍ୟଜନକ। 4ଟି କାର୍ଯ୍ୟ ମୁଁ ହୃଦବୋଧ କରେ ନାହିଁ। ନଭମଣ୍ଡଳ ଦେଇ ଉତ୍କର୍ଷ ପକ୍ଷୀର ଗତିପଥ
ଶୈଳ ଦେଇ ସର୍ପଟିର ଗନ୍ତବ୍ୟ ମାର୍ଗ, ସମୁଦ୍ର ମଧ୍ୟରେ ଜାହାଜର ଯାତ୍ରା ବାଟ ଓ ଏକ ଯୁବତୀ ସହ ଜଣେ ପୁରୁଷର ଆଚରଣ। ଏହା ଜଣେ ଗଣିକାର ଆଚରଣ ରୀତି ଅଟେ। ଆହାର କରି ଓ ନିଜ ମୁଖକୁ ପୋଛି ଦେଇ ସେ କହେ, ମୁଁ କୌଣସି ଭୁଲ କରିନାହିଁ। 3ଟି କାର୍ଯ୍ୟ ଦ୍ୱାରା ପୃଥିବୀ ପ୍ରକମ୍ପିତ ହୁଏ। 4ଟି କାର୍ଯ୍ୟ ତା ପ୍ରତି ଅସହନୀୟ ଅଟେ। ରାଜା ରୂପେ ନିଯୁକ୍ତ ପ୍ରାପ୍ତ ଜଣେ ଦାସ, ଭକ୍ଷଣ କରି ପରିତୃପ୍ତ ହୋଇଥିବା ଜଣେ ମୂଢ଼ ବ୍ୟକ୍ତି, ପରିଶେଷରେ ଜଣେ ପତିକୁ ଲାଭ କରିଥିବା ଜଣେ ଅପ୍ରେମିକା ନାରୀ ଓ ସାନ୍ତାଣୀ ସ୍ଥାନ ପ୍ରାପ୍ତ ହୋଇଥିବା ଜଣେ ଦାସୀ। ଭୂପୃଷ୍ଠବାସୀ 4 ଗୋଟି ପ୍ରାଣୀ କ୍ଷୁଦ୍ର ଅଟନ୍ତି, ତଥାପି ସେମାନେ ଅସାମାନ୍ୟ ବୁଦ୍ଧି ବିଶିଷ୍ଟ ଅଟନ୍ତି। ପିମ୍ପୁଡ଼ିଗୁଡ଼ିକ ଦୁର୍ବଳ ଅଟନ୍ତି, ତଥାପି ସେମାନେ ଗ୍ରୀଷ୍ମ କାଳରେ ଆହାର ସଞ୍ଚୟ କରନ୍ତି। କୋକିଶିଆଳୀଗଣ ଏକ ଶକ୍ତିହୀନ ଜାତି ଅଟନ୍ତି, ତଥାପି ସେମାନେ ଶୈଳ ଭାଟ ମଧ୍ୟରେ ସେମାନଙ୍କ ଗୃହ ନିର୍ମାଣ କରନ୍ତି। ପଙ୍ଗପାଳମାନଙ୍କର କୌଣସି ରାଜା ନାହିଁ, ତଥାପି ସେମାନେ ଦଳବଦ୍ଧ ହୋଇ ଗମନ କରନ୍ତି। ଝିଟିପିଟିମାନଙ୍କୁ ହସ୍ତରେ ଧରାଯାଇପାରେ, ତଥାପି ସେମାନେ ରାଜପ୍ରାସାଦରେ ଅଦୃଶ୍ୟମାନ ହୁଅନ୍ତି। 3ଟି ପ୍ରାଣୀ ଗାମ୍ଭୀର୍ଯ୍ୟ ସହକାରେ ଗମନାଗମନ କରନ୍ତି। 4ଟି ପ୍ରାଣୀ ଗମନାଗମନରେ ଗମ୍ଭୀରତା ଦର୍ଶାନ୍ତି। ପଶୁମାନଙ୍କ ମଧ୍ୟରେ ନିର୍ଭୀକତମ ଓ କାହା ସମ୍ମୁଖରୁ ପଶ୍ଚାତପଦ ହେଉନଥିବା ସିଂହ, ଛାତି ଫୁଲାଇ ଚାଲୁଥିବା ଅଣ୍ଡିରା କୁକୁଡ଼ା, ପୁଙ୍ଗ-ଛାଗ ଓ ସୈନ୍ୟବାହିନୀର ନେତୃତ୍ୱ ନେଇ ଗମନ କରୁଥିବା ଜଣେ ରାଜା। ନିଜକୁ ଉନ୍ନୀତ କରି ତୁମେ ଯଦି ମୂଢ଼ ହୋଇଥାଅ, କିମ୍ବା ତୁମେ ଯଦି ଅନିଷ୍ଟ କାର୍ଯ୍ୟର ସମ୍ପାଦନ ପାଇଁ ଯୋଜନା କରିଥାଅ, ତେବେ ନିଜ ମୁଖ ଉପରେ ହସ୍ତ ରଖି ମୌନୀ ହୁଅ। କାରଣ ଦୁଗ୍ଧ ମନ୍ଥନ କଲେ ଲହୁଣୀ ଉତ୍ପନ୍ନ ହୁଏ, ନାସିକାକୁ ଆଘାତ କଲେ ତହିଁରୁ ରକ୍ତ ବାହାରେ ଓ କ୍ରୁଦ୍ଧ ହେଲେ କଳହ ସୃଷ୍ଟି ହୁଏ। ଅଧ୍ୟାୟ 31। ଲେମୁଏଲର ନୀତି ବଚନ। ରାଜା ଲେମୁଏଲ ବାକ୍ୟ ଅର୍ଥାତ୍ ତାର ମାତା ତାକୁ ଶିକ୍ଷା ଦେଇଥିବା ଦିବ୍ୟ ବାଣୀ। ମୋର ବତ୍ସ, ହେ ମୋର ଗର୍ଭଜାତ ପୁତ୍ର, ମୋର ମାନସିକ ବ୍ରତ ମୁତାବକ ଜନ୍ମିତ ହେ ମୋର ସନ୍ତାନ, ମୁଁ ତୁମକୁ କ'ଣ ବା କହିବି? ତୁମର ଶକ୍ତି ସକଳ ନାରୀମାନଙ୍କ ପ୍ରତି ବ୍ୟୟ କର ନାହିଁ, କିମ୍ବା କେଉଁ ମାର୍ଗାବଳୀ ରାଜାମାନଙ୍କୁ ବିନାଶ କରେ, ତୁମେ ତାହାର ଅବଲମ୍ବନ କର ନାହିଁ। ହେ ଲେମୁଏଲ, ଦ୍ରାକ୍ଷାରସ ପାନ ରାଜାମାନଙ୍କ ପାଇଁ ଉଚିତ ନୁହେଁ। ହଁ, ତାହା ରାଜାମାନଙ୍କ ପାଇଁ ଉଚିତ ନୁହେଁ, କାରଣ ତାହା ପାନ କଲେ ସେମାନେ ନିଜ ଦ୍ୱାରା ଅନୁଶାସିତ ନିୟମାବଳୀ ବିସ୍ମୃତ ହେବେ ଓ ଦୁଃଖୀମାନଙ୍କ ଦାବିକୁ ଅବହେଳା କରିବେ। ଯିଏ ବିନାଶମୁଖୀ, ତାକୁ ମାଦକ ଦ୍ରବ୍ୟ ଦିଅ, ଏବଂ ଯେଉଁମାନେ କଠୋର ମୁଖମଗ୍ନ, ସେମାନଙ୍କୁ ଦ୍ରାକ୍ଷାରସ ପ୍ରଦାନ କର। ସେମାନେ ତାହା ପାନ କରି ନିଜ ଦରିଦ୍ରକୁ ବିସ୍ମୃତ ହୁଅନ୍ତୁ ଓ କେବେହେଁ ନିଜ ଦୁର୍ଦ୍ଦଶାକୁ ସ୍ମରଣ ନ କରନ୍ତୁ। ମୂକ ତଥା ଅନାଥମାନଙ୍କର ଦାବିକୁ ସମର୍ଥନ କରିବା ପାଇଁ ତୁମର ମୁଖ ଉନ୍ମୁକ୍ତ କର। ନ୍ୟାୟ ବିଚାର କରିବା ପାଇଁ ନିଜ ମୁଖକୁ ଉନ୍ମୁକ୍ତ କର। ନିର୍ଦ୍ଧନ ତଥା ଦୀନହୀନମାନଙ୍କ ଦାବିକୁ ସ୍ମରଣ କର। ଉତ୍ତମ ପତ୍ନୀ ବର୍ଣ୍ଣନା ଅନୁସାରେ ସଜ୍ଜିତ ଏକ ଗୀତିକା। କିଏ ବା ଉତ୍ତମ ପତ୍ନୀ ଲାଭ କରିପାରିବ? ରତ୍ନ ଅପେକ୍ଷା ଅଧିକ ମୂଲ୍ୟବତୀ ଅଟେ। ତାର ପତିର ହୃଦୟ ତାଠାରେ ଆସ୍ଥା ସ୍ଥାପନ କରେ ଓ ତାର ପତି କୌଣସି ଆଦାୟରୁ ବଞ୍ଚିତ ହେବ ନାହିଁ। ସେ ଆଜୀବନ ନିଜ ପତି ପ୍ରତି ମଙ୍ଗଳ କରେ, ସେ କୌଣସି ଅନିଷ୍ଟ ସାଧନ କରେ ନାହିଁ।
ଲୋମ ତଥା ଶଣ ସଞ୍ଚୟ କରି ସେ ସାନନ୍ଦରେ ନିଜ ହସ୍ତ ଦ୍ୱାରା କାର୍ଯ୍ୟ କରେ। ସେ ବଣିକମାନଙ୍କର ଜାହାଜ ସଦୃଶ ସେ ସୁଦୂରରୁ ନିଜ ଖାଦ୍ୟ ପଦାର୍ଥ ଘେନି ଆସେ। ଅନ୍ଧକାର ଆହୁରି ବ୍ୟାପି ରହୁଥିବା ବେଳେ ସେ ଉଠି ନିଜ ପରିବାର ବର୍ଗକୁ ଭକ୍ଷଣ ପରିବେଷଣ କରେ ଓ ପରିଚାରିକାମାନଙ୍କୁ ସେମାନଙ୍କର କର୍ମାବଳୀ ବିଷୟରେ ନିର୍ଦ୍ଦେଶ ଦିଏ। ଗୋଟିଏ କ୍ଷେତ ଦେଖି ସେ ତାହା କ୍ରୟ କରେ ଏବଂ ନିଜର ହସ୍ତ ପରିଶ୍ରମର ଫଳ ଦ୍ୱାରା ସେ ଏକ ଦ୍ରାକ୍ଷା ଉଦ୍ୟାନ ପ୍ରସ୍ତୁତ କରେ। ସେ ନିଜ କୋଟି ଦେଶକୁ ଶକ୍ତି ଦ୍ୱାରା ଭିଡ଼ି ଦିଏ ଓ ବଳ ସମ୍ପନ୍ନ ହସ୍ତ ଦ୍ୱାରା ସେ କାର୍ଯ୍ୟ କରେ। ସେ ବୁଝିନିଏ ଯେ ନିଜ ବାଣିଜ୍ୟ ଲାଭଜନକ ତାର ପ୍ରଦୀପ ରାତ୍ରି କାଳରେ ନିର୍ବାପିତ ହୁଏ ନାହିଁ। ସେ ଦଣ୍ଡ ପ୍ରତି ନିଜ ହସ୍ତ ବଢ଼ାଏ ଓ ତାକୁଡ଼ି ଧାରଣ କରେ। ସେ ଦରିଦ୍ରମାନଙ୍କୁ ଦାନ କରେ ଓ ଦିନହୀନମାନଙ୍କୁ ସାହାଯ୍ୟ କରେ। ହିମପାତ ହେଲେ ମଧ୍ୟ ସେ ନିଜର ପରିବାରବର୍ଗ ବିଷୟରେ ଭୀତ ହୁଏ ନାହିଁ, କାରଣ ତାର ପରିବାରବର୍ଗଜ ସମସ୍ତେ ଲାଲ ବସ୍ତ୍ର ପରିହିତ। ସେ ନିଜ ବସ୍ତ୍ର ପ୍ରସ୍ତୁତ କରେ। ସେ ସୂକ୍ଷ୍ମ ରୂପେ ବୁଣା ଯାଇଥିବା ଶଣ ତଥା ବାଇଗଣୀ ବସ୍ତ୍ର ପରିହିତ। ନଗରୀ ଦ୍ୱାରରେ ଦେଶବାସୀ ବୟୋଜ୍ୟେଷ୍ଠମାନଙ୍କ ଗହଣରେ ତାର ପତି ଯେବେ ଆସୀନ ହୁଏ, ତେବେ ସେ ସମ୍ମାନାସ୍ପଦ ହୁଏ। ଶଣ ବସ୍ତ୍ର ପ୍ରସ୍ତୁତ କରି ସେ ବିକ୍ରୟ କରେ। କୋଟି ବନ୍ଧନୀକୁ ସେ ବଣିକମାନଙ୍କ ହସ୍ତରେ ସମର୍ପଣ କରେ। ସେ ଶକ୍ତି ତଥା ଆତ୍ମସମ୍ମାନ ପରିହିତ ଓ ଭବିଷ୍ୟତ କାଳ ପ୍ରତି ସେ ହାସ୍ୟ କରେ। ସେ ଯେବେ ନିଜ ମୁଖ ଉନ୍ମୁକ୍ତ କରେ, ତେବେ ତହିଁରୁ କେବଳ ବିଜ୍ଞ କଥା ବାହାରେ। ତାର ଜିହ୍ୱା ଦୟାପୂର୍ଣ୍ଣ ଉପଦେଶ ପ୍ରଦାନ କରେ। ନିଜ ପରିବାର ବର୍ଗର ମାର୍ଗ ସମ୍ବନ୍ଧରେ ସେ ମନୋଯୋଗୀ ହୋଇ ତତ୍ତ୍ୱାବଧାନ କରେ। ସେ ଆଳସ୍ୟତାର ରୁଟି ଭକ୍ଷଣ କରେ ନାହିଁ। ତାର ସନ୍ତାନଗଣ ତାକୁ ଧନ୍ୟା ନାମରେ ନାମିତ କରନ୍ତି। ତାର ପତି ମଧ୍ୟ ତାକୁ ସେହିପରି ଅଭିହିତ କରନ୍ତି ଏବଂ ସେ ତାକୁ ଏହିପରି ପ୍ରଶଂସା କରିବ। ସଂଖ୍ୟାଧିକ ନାରୀ ସେମାନଙ୍କ ଗୁଣ ପ୍ରକଟ କରିଅଛନ୍ତି, କିନ୍ତୁ ତୁମେ ସେମାନଙ୍କୁ ବଳି ଯାଇଅଛ। ଲାବଣ୍ୟତା ପ୍ରବଞ୍ଚନାତ୍ମକ ଓ ସୌନ୍ଦର୍ଯ୍ୟ ବ୍ୟର୍ଥ, କିନ୍ତୁ ଯେଉଁ ନାରୀ ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ କରେ ସେ ପ୍ରଶଂସନୀୟ। ତାର ହସ୍ତକୃତ କାର୍ଯ୍ୟକୁ ବହୁମୂଲ୍ୟ ରୂପେ ବିବେଚନା କର ଓ ନଗରୀ ଦ୍ୱାରରେ ତାର କର୍ମ, ତାର ପ୍ରଶଂସା ଗାନ କର।